ଆଉ କଣ ହେଲେ ସେ ଅଣାକାର କଣ ଗୋଟେ ବ୍ରହ୍ମ ଅଣାକାର ଗୁରୁ କରିବା ଟିକେ ଦର୍ଶନ କିଛି ମିଳେ ସେମିତି ଅଛି ହବ କି? ଆଚ୍ଛା ତମେ ଆଗରୁ ଗୁରୁ ଫୁରୁ କରିଛ କି? ହଁ ଏମିତି ପ୍ରଭୁଙ୍କର ଗୁରୁଙ୍କ କୃପା କରିକିରି ଟିକେ ଭାଗବତରେ ମିଶିଯିବ ସେତିକି ଆଜ୍ଞା। ଆଉ ଅଣାକାର ଜାଣିନା ନା? ନାଇଁ ବାବା ସେଇଟା ତ ଆମେ 4-5 ବର୍ଷ ହେଲା ଖୋଜୁଛୁ କାହିଁ ପ୍ରଭୁଙ୍କ କୃପା କରି ହେଇନି ଏଇନା ମୋବାଇଲରେ ଦେଖିଲି ତ। ହଉ ଠିକ ଅଛି। ପଦେ ଆମ ଗୁରୁଙ୍କର ଅଛି ଶ୍ରୀ ଦୟାନିଧି ପରମହଂସ ଦେବଙ୍କର ଗୋଟେ ଭଜନ ଅଛି ଅଣାକାର ଭଜନ। ମୁଁ ପଦେ ଖାଲି ଶୁଣ ସେଇଥିରେ ତାର କିଛି ଅର୍ଥ ଯଦି ନ ବୁଝିବ ମୁଁ ବୁଝେଇଦେବି। କୁହନ୍ତୁ। ଅଣାକାର ବ୍ରହ୍ମେ ଚିତ ଲଗାରେ ବାବୁ ଏ ଭବ ସାଗରୁ ଯେବେ ପାର ହୋଇବୁ। ଅଣାକାର ବ୍ରହ୍ମେ ଚିତ ଲଗାରେ ବାବୁ ଏ ଭବ ସାଗରୁ ମନ ପାର ହୋଇବୁ। ଏକା ଅକ୍ଷରେ ମଜ ବିଷୟ ମାନ ତେଜ ଯିବା ଆସିବା ହେଜ ତୁଟିବ ମନୁ ଖେଦ ଯେବେ ତ୍ରିକୁଟେ ମନ ଲଗାଇଥିବୁ ଏ ଭବ ସାଗରୁ ମନ ପାର ହୋଇବୁ। ଆସିବା ଯିବାକୁ ମନ କର ତୁଲୟ ସଙ୍ଗମ ସ୍ଥାନକୁ ମନ ନିରେଖିଥାଅ। ତ୍ରିକୁଟୁ ଆସେ ବହି ଉଲଟ ପାଲଟଇ ସେ ସ୍ଥାନେ ଥିଲେ ଧ୍ୟାଇ ଅଙ୍ଗୁପାପ ନାଶଇ। ତ୍ରିକୋଣ ରାହାସ ଯେବେ ମନ ଦେଖିବୁ ଏ ଭବ ସାଗରୁ ମନ ପାର ହୋଇବୁ। ତ୍ରିତତ୍ତ୍ୱ ଠାବରେ ପଞ୍ଚ ତତ୍ତ୍ୱକୁ ଦେଖ ଚନ୍ଦ୍ର ଘରୁ ଚାରି ନେଇ ସୂର୍ଯ୍ୟରେ ଯୋଖ ଉର୍ମଧୂର୍ମ ଏବେନି ଜ୍ୟୋତି ଜ୍ୱାଳାକୁ ଘେନି ଏ ଚାରି ସୂର୍ଯ୍ୟ ଯୋଖ ପାଇବୁ ଯେବେ ମୋକ୍ଷ। ଶୂନ୍ୟ ଘରେ 16 କଳା ଉଦେ କରିବୁ ଏ ଭବ ସାଗରୁ ମନ ପାର ହୋଇବୁ। 12କୁ ଭେଦିଣ ମନ 13ରେ ରତ 13 ଭେଦି 14ରେ ହୋଇବୁ ମୁକ୍ତ। ନବଦ୍ୱାର ନିରୋଧୀ 10ମେ ଯାଅ ଭେଦି ତ୍ରିକୁଟ ଠାବରେ ଭର ହୋଇବୁ ଅଜରାମର। ତ୍ରିକୁଟ ଠାବରେ ଭର ହୋଇବୁ ଅଜାମର। ଅନାହତେ ଅଣାକାର ବ୍ରହ୍ମେ ମିଶିବୁ ଏ ଭବ ସାଗରୁ ମନ ପାର ହୋଇବୁ। ବିଷୟା ବିଷକୁ ଏହି ଅଟଇ ଗଦ ସକଳ ଛାଡ଼ିଣ ଏହି ମାର୍ଗରେ ହେଜ। କହଇ ଦିନହୀନ ଦୟାନିଧି ଅଜ୍ଞାନ କହଇ ଦିନହୀନ ଦୟାନିଧି ଅଜ୍ଞାନ। ଖରସ୍ରୋତା ତଟରେ ଭାବୁଛି ନିରନ୍ତରେ ଖରସ୍ରୋତା ତଟରେ ଭାବୁଛି ନିରନ୍ତରେ। ଜଳେ ପବନକୁ ତୁଏ କତ୍ୱ କରିବୁ ଏ ଭବ ସାଗରୁ ମନ ପାର ହୋଇବୁ। ଅଣାକାର ବ୍ରହ୍ମେ ଚିତ ଲଗାରେ ବାବୁ ଏ ଭବ ସାଗରୁ ମନ ପାର ହୋଇବୁ। ଗୁରୁ କରିଛ ବା କହୁଛ? ହଁ ଯେ ସେ ତାଙ୍କେ ଆମର ସେ ଗୁରୁ ତ ଗୁରୁ ପ୍ରଭୁକୁ ଗୋଟେ ହିଁ ମନା ନାହିଁ ତାଙ୍କୁ। କିନ୍ତୁ ଏଇ ତତ୍ତ୍ୱଟା ବିଷୟରେ ଆମ ଗୁରୁ ଟିକେ ଜାଣିନା। ତାହେଲେ ଠିକ ଅଛି ଆସିବ କୁହାଯିବ ଆଉ କଣ। ଏଇ ଗୁରୁ ଗଲେ କଣ ଅଣାକାର ଦର୍ଶନ ମିଳନ୍ତି ବୋଲି କଣ ଅଣାକ୍ଷର ଏଇ ଜିନିଷଟା ଆମେ ଚାହୁଁଛୁ 4-5 ବର୍ଷ ହେଲାଣି ପ୍ରଭୁଙ୍କ କୃପା ନାହିଁ ବୋଧେ ମୋବାଇଲ। ଠିକ ଅଛି ତମେ ଠିକ ଜାଗାରେ ମାନେ ଫୋନ କରୁଛ ଠିକ ଜାଗା ହଉଛନ୍ତି ସିଦ୍ଧ ସଦ୍ଗୁରୁ। ଆମର ପ୍ରଭୁ ଆମର ସେମିତି କିଛି ଅଭ୍ୟାସ ନାହିଁ ମାନେ ଆମିଷ କିଛି ନାହିଁ ପୁରା ଏକଦମ ସାଧା ସିମ୍ପଲ 5-6-7 ବର୍ଷ। ବହୁତ ଖୁସି ହେଲି ତମେ ତ ଲାଇନ ରେ ଅଛ ଅଳ୍ପ ଦିନ ଭିତରେ ତମର ଦର୍ଶନ। ଆମିଷ ନାହିଁ ମଦ ନାହିଁ ମାଂସ ନାହିଁ କିଛି ନାହିଁ ମାନେ ସାଧା ଆମେ। ବାଃ ବଢିଆ କଥା। ହଉ ତାକୁ ଦେଖ ଆମ ଏପିସୋଡ ଦେଖ ବୁଝ
ଆଉ ଆସିଲେ ତମକୁ ସେଗୁଡା ସବୁ କୁହାଯିବ ଆଉ। ସେଇଟା ବାବା ଟିକେ ଅଣା ଏଇ ଅକ୍ଷର ବିଷୟରେ ଟିକେ ଆମେ ତତ୍ତ୍ୱ ଦର୍ଶନ ମିଳିବ ବୋଲି କହୁଛନ୍ତି। ଆମେ ସେ ବିଷୟରେ ବହୁତ ଦିନ ହେଲାଣି ଟ୍ରାଏ କରୁଛୁ। କୋଉ ଆଶ୍ରମକୁ ଯିବା କେମିତି କରିବା କାହାକୁ ଟିକେ ପଚାରିବା କି କଣ ଇଏ ମନରେ ମନରେ ହଉଛି ସିନା ଆମେ ୟାର ଭେଦଟା କିଛି ପାଇପାରୁନୁ। ସେଇ ଜିନିଷ ଏ ବିଶ୍ୱମ୍ବର ବାବା ପାଖରେ ଅଛି, ଏତିକି ବିଶ୍ୱାସ ରଖ। ଆଉ ବରଂ କେତେବେଳେ ସୁବିଧା ସମୟ ହେଲେ ଆସିଲେ ଆମେ ସେ ବିଷୟରେ କଥା ହବା ଆଉ। ଆଉ ଯଦି ବୁଝିବା ପାଇଁ ଚାହୁଁଛ ତାହେଲେ ଆମେ ଏପିସୋଡ ଯେମିତି କହିଲି ସେଇ ଫର୍ମୁଲାରେ ମାରିଦିଅ, ତମେ ପାଇଯିବ ଅଣାକ୍ଷର ତତ୍ତ୍ୱ। ତାପରେ ଦେଖିବ। ଆଉ ଗୋଟେ ତ ଅଛି ଯେ ଆମର ବାବା, ଆପଣ ସେଇ ବାବା କହୁଛନ୍ତି ନା? ହଁ ସେଇ ବାବା ତ କହୁଛି ଆଉ। ଆଉ ସେ 4ଟା ଅଧରାତିରେ ଉଠିକି ଆମ ତ୍ରିକୁଟ ସେ ଦର୍ଶନ, ସେଟା ବାବା 3-4 ବର୍ଷ ହେଲା କରୁଛି, କାହିଁ କିଛି ଗୁରୁ କୃପା ନାହିଁ ବୋଧେ, କିଛି ଦର୍ଶନ ହିଁ ମିଳୁନି। ନା ସେ କଣ ଟିକେ ଗଡବଡିଆ ଥିବ, ତାକୁ ସଜାଡି ଦେଲେ ତମର ପୁଣି ଦେଖା ହେଇଯିବ, କିଛି ଅସୁବିଧା ନାହିଁ। କିଛି ଖାଲି କଲର ମାନେ କିଛି ରଙ୍ଗୁଡିଆ କିଛି କଲର ଦେଖାଯାଉଛି ନା, କାହିଁ କିଛି ଦର୍ଶନ କିଛି ହଉନି ବାବା। ତମେ ତାକୁ ଦେଖିବ ବୋଲି କାହିଁକି ଏତେ ବ୍ୟାକୁଳ ହଉଛ ମୁଁ ବୁଝିପାରୁନି। ବହୁତ ଇଚ୍ଛା ହଉଛି ବାବା, ବହୁତ ମାନେ ଏବେ ନାଇଁ ବହୁତ ଦିନ ହେଇଗଲାଣି, କିନ୍ତୁ ତମେ ଆଗେ ମନକୁ ସ୍ଥିର କର, ଦିବ୍ୟ ନେତ୍ର ତମର ଖୋଲୁ। କଣ ସିଏ ଅନ୍ୟ ଯିଏ ଦେଖିବେ ତମେ କହୁଛ ସେ ତାନ୍ତ୍ରିକା ମାନ୍ତ୍ରିକା ଧନ୍ଦା, ଆମକୁ ଜଣା ନାହିଁ। ଫଟୋ ଚମଟ ଦେଖେଇଦେବେ, ହାତ ମାରିକି କହିଦେବେ। ଏଇ ଜଣେ କାଲି ନା ପରଦିନ ଫୋନ କରୁଥିଲା, କହିଲା କୁ ହାତ ମାରିକି ଦେଖେଇ ଦଉଛି ମୋ ଗୁରୁ। ଆଉ ସେମିତି ସେଗୁଡାକ ଆମେ ନାଇଁ, ସେ ହଟ ଚମଟରେ ପଡନା, ପଡିଲେ ହଇରାଣ ହବ, ବୁଝିଲ। ସେ କିଏ ତମକୁ ଦେଖେଇଦବ, ଇଏ କରିବ, ଦେଖେଇଦବାଟା କେତେ ପୁଣ୍ୟ କଲେ ଯାଇକି ତମେ ତାକୁ ଦେଖିବ, ଏଇଟାକୁ ଚିନ୍ତା କର। କେତେ ଧାରଣ ଶକ୍ତି ରହିବ, ହେଲେ ଯାଇକି ତମେ ତାକୁ ଦର୍ଶନ କରିବ, ଏଇଟା ଚିନ୍ତା କର। ଏଇ ତାନ୍ତ୍ରିକ ମାନ୍ତ୍ରିକ ଉପାୟରେ ଆଖି ଚକ୍ଷୁ କୋଣରେ ହାତ ମାରି ଦେଇ କହିଦେବେ, ଦେଖେଇ ଦେବେ, ସେଇଟା କଣ ଠିକ? କଣ ବୁଝିଲ ନା? ତମେ ଯଦି ଅଣାକ୍ଷର ତତ୍ତ୍ୱ ଜାଣିବା ପାଇଁ ଚାହୁଁଛ, ତାକୁ ଜ୍ଞାନ କର। ଜ୍ଞାନ ଭକ୍ତି ଉଦୟ ହବ, ତାକୁ ଦେଖିଲେ ବା ତମ ହୃଦୟରେ ଭକ୍ତି ଆସିବ, ଜ୍ଞାନ ଉଦୟ ହବ, ବୁଝିଲ ନା। ତମେ ଧୀରେ ଧୀରେ ସେ କାମ ସବୁ କରିବା ପାଇଁ ପଡିବ ନା ଆଉ।